आप्सा युवक संघ तरफରୁ ମାଙ୍କ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଆୟୋଜିତ। ଆଜି ବିଷମ କଟକ ସଦରଠାରେ ଆପ୍ସା ଯୁବକ ସଂଘ ତରଫରୁ ଚାରା ରୋପଣ ଅଭିଯାନ ଆୟୋଜିତ ହୋଇଯାଇଛି। ପରିବେଶ ସୁରକ୍ଷାକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ସହ ମାତୃ ସମ୍ମାନର ବାର୍ତ୍ତା ପହଞ୍ଚାଇବା ଉଦ୍ଦେଶ୍ୟରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱ ପରିବେଶ ଦିବସ ଅବସରରେ ଏକ ପେଡ୍ ମାଁ କେ ନାମ ଅଭିଯାନର ଶୁଭାରମ୍ଭ କରିଥିଲେ। ଏହି ପରିପ୍ରେକ୍ଷୀରେ ଆଜି ବିଷମ କଟକର ଲାଇଫଲାଇନ୍ କୁହାଯାଉଥିବା ନେଳିଆ ବନ୍ଧଠାରେ ଆପ୍ସା ଯୁବକ ସଂଘ ପକ୍ଷରୁ ମାଙ୍କ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସମ୍ମାନିତ ଅତିଥି ଭାବେ ବିଷମ କଟକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବ ପଟ୍ଟନାୟକ, ବିଷମ କଟକ ଥାନା ଭାରପ୍ରାପ୍ତ ଅଧିକାରୀ ସମର୍ପିତା ସ୍ୱାଇଁ, ଜିଲ୍ଲା ପ୍ରଶିକ୍ଷଣ କେନ୍ଦ୍ରର ଅଧ୍ୟକ୍ଷ ଜଗନ୍ନାଥ ମେହେର, ବିଷମ କଟକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହେମନ୍ତ କୁମାର ଦୀପ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମଟିର ଶୁଭାରମ୍ଭ କରିଥିଲେ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ପରିବେଶ ସୁରକ୍ଷା, ସଂରକ୍ଷଣ, ପରିବେଶ ସନ୍ତୁଳନ ରକ୍ଷା, ସବୁଜିମା ବୃଦ୍ଧିର ଉଦ୍ଦେଶ୍ୟ ଆଦିକୁ ନେଇ ସଚେତନ କରିବା ଲକ୍ଷ୍ୟରେ ଜିଲ୍ଲା ପ୍ରଶିକ୍ଷଣ କେନ୍ଦ୍ରର ଅଧ୍ୟକ୍ଷ ଏବଂ ବିଷମ କଟକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିଜ ନିଜ ଶତାଧିକ ଛାତ୍ରଛାତ୍ରୀମାନଙ୍କ ସହ ଏହି ଅଭିଯାନରେ ସାମିଲ ହୋଇଥିଲେ। ଶିକ୍ଷକମାନଙ୍କ ଏଭଳି ମହତ ଆଭିମୁଖ୍ୟ ପାଇଁ ବିଷମ କଟକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସେମାନଙ୍କୁ ସାଧୁବାଦ ଜଣାଇଥିବା ବେଳେ ପରିବେଶ ସୁରକ୍ଷା, ଜଳବାୟୁ ପରିବର୍ତ୍ତନ ମୁକାବିଲା ପାଇଁ ସମସ୍ତଙ୍କ ସକ୍ରିୟ ସହଭାଗିତା ଆବଶ୍ୟକ ବୋଲି ବିଷମ କଟକ ଥାନା ଭାରପ୍ରାପ୍ତ ଅଧିକାରୀ ସମର୍ପିତ ସ୍ୱାଇଁ ପ୍ରକାଶ କରିଥିଲେ। ଅବସରରେ ବିଷମ କଟକର ଲାଇଫଲାଇନ୍ କୁହାଯାଉଥିବା ନେଳିଆ ବନ୍ଧର ଚତୁଃପାର୍ଶ୍ୱରେ ସୌନ୍ଦର୍ଯ୍ୟକରଣ ନିମନ୍ତେ ବହୁ ସଂଖ୍ୟକ ଚାରା ରୋପଣ କରାଯାଇଥିଲା। ନିଜର ବହୁମୂଲ୍ୟ ସମୟ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିବା ହେତୁ ଆପ୍ସା ଯୁବକ ସଂଘର ଆଇନ ପରାମର୍ଶଦାତା ଦିଲ୍ଲୀପ ପଟ୍ଟନାୟକ, ସମସ୍ତ ଅତିଥି, ଛାତ୍ରଛାତ୍ରୀ ତଥା ଆପ୍ସା ଯୁବକ ସଂଘର ସଭାପତି ଏମ୍ ଦିଲ୍ଲୀପ କୁମାର ସମେତ ସଂଘର ସମସ୍ତ ସଦସ୍ୟ, ବୁଦ୍ଧିଜୀବୀ, ସମାଜସେବୀଙ୍କୁ ଧନ୍ୟବାଦ ଜ୍ଞାପନ କରି କାର୍ଯ୍ୟକ୍ରମର ସମାପନ କରିଥିଲେ। ବିଷମ କଟକରୁ ଚନ୍ଦନ କୁମାରଙ୍କ ରିପୋର୍ଟ, ଭଏସ୍ ଅଫ୍ ଓଡ଼ିଶା ଲାଇଭ୍।